ଭାରତ ହେଉଛି ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ର। ଆଉ ପ୍ରେସ୍ ହେଉଛି ଏହି ଗଣତନ୍ତ୍ର ବ୍ୟବସ୍ଥାର ଚତୁର୍ଥ ସ୍ତମ୍ଭ। ଗୋଟିଏ ରାଷ୍ଟ୍ରର ପ୍ରେସ୍ ଯେତିକି ସ୍ୱାଧୀନ ଓ ନିରପେକ୍ଷ, ସେହି ରାଷ୍ଟ୍ରର ଗଣତନ୍ତ୍ର ବ୍ୟବସ୍ଥା ସେତିକି ଶକ୍ତିଶାଳୀ। ରିପୋର୍ଟର୍ସ ୱିଦାଉଟ୍ ବୋର୍ଡର୍ସ (RSF) ନାମକ ଏକ ଇଣ୍ଡିପେଣ୍ଡେଣ୍ଟ ନନ୍ ପ୍ରଫିଟେବୁଲ୍ ଅନ୍ତର୍ଜାତୀୟ ସଂସ୍ଥା ପ୍ରତିବର୍ଷ ପୃଥିବୀର 180ଟି ଦେଶର ଏକ ସୂଚୀ ଜାରି କରିଥାଏ, ଯେଉଁଥିରେ ପ୍ରେସ୍ର ସ୍ୱାଧୀନତା ଆଧାରରେ ଦେଶମାନଙ୍କୁ ସ୍ଥାନ ଦିଆଯାଇଥାଏ। ଏହି ସଂସ୍ଥାର ମୁଖ୍ୟାଳୟ ଫ୍ରାନ୍ସର ପ୍ୟାରିସ୍ଠାରେ ଅବସ୍ଥିତ। ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସର ସୂଚୀ ତିଆରି କରିବା ସମୟରେ ଏହି ସଂସ୍ଥା ମୁଖ୍ୟତଃ 5ଟି ପାରାମିଟର୍ସକୁ ବିଚାରକୁ ନେବା ସହିତ ଅନେକ ଗୁଡ଼ିଏ ଡାଟା ସଂଗ୍ରହ କରିଥାଏ। ସେ ପ୍ରମୁଖ 5ଟି ପାରାମିଟର୍ସ ଗୁଡ଼ିକ ହେଉଛି: ପ୍ରଥମ, ପଲିଟିକାଲ କଣ୍ଟେକ୍ସଟ, ଅର୍ଥାତ୍ ସାମ୍ବାଦିକ ବିନା କୌଣସି ରାଜନୈତିକ ଚାପରେ ଖବର ପ୍ରସାରଣ କରୁଛନ୍ତି କି ନାହିଁ ଏବଂ ମିଡ଼ିଆ ଉପରେ ସରକାରୀ ହସ୍ତକ୍ଷେପ ରହୁଛି ନା ନାହିଁ। ଦ୍ୱିତୀୟଟି ହେଉଛି ଲିଗାଲ ଫ୍ରେମୱାର୍କ, ଅର୍ଥାତ୍ ଆଇନ ପ୍ରେସ୍ର ସ୍ୱାଧୀନତାକୁ ସୁରକ୍ଷା କରୁଛି କି ନାହିଁ। ତୃତୀୟଟି ହେଉଛି ଇକୋନୋମିକାଲ ଇଣ୍ଡିପେଣ୍ଡେଣ୍ଟ, ମିଡ଼ିଆ ସଂଗଠନମାନେ ଆର୍ଥିକ ରୂପେ ସ୍ୱାବଲମ୍ବୀ ନା ନୁହେଁ ଏବଂ ଆଡଭାର୍ଟାଇଜର୍ସ, ଓନର୍ସ କିମ୍ବା ସରକାରଙ୍କ ଠାରୁ ମିଡ଼ିଆ ହାଉସ୍ ଉପରେ କୌଣସି ଚାପ ରହୁଛି କି। ଚତୁର୍ଥଟି ହେଉଛି ସୋସିଓ କଲଚରାଲ କଣ୍ଟେକ୍ସଟ, ଅର୍ଥାତ୍ ସାମାଜିକ ଓ ଧାର୍ମିକ ନିୟମ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି କି। ପଞ୍ଚମଟି ହେଉଛି ସେଫ୍ଟି, ଅର୍ଥାତ୍ ସାମ୍ବାଦିକମାନେ ବିଭିନ୍ନ ପ୍ରକାର ଥ୍ରେଟନିଂ, ଆଟାକ୍ସ, କିଡନାପିଂ, ଆରେଷ୍ଟ ହେବା ଭଳି ଘଟଣାରେ ସୁରକ୍ଷିତ କି ନୁହନ୍ତି। ଏ 5ଟି ପାରାମିଟର ସହିତ RSF ଏହି ସୂଚୀ ପ୍ରସ୍ତୁତ କରିବା ପୂର୍ବରୁ ଜର୍ଣ୍ଣାଲିଷ୍ଟ, ରିସର୍ଚ୍ଚର୍ସ, ଏକାଡେମିକ୍ସ, ମିଡ଼ିଆ ଏକ୍ସପର୍ଟଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ଏକ କୋଶ୍ଚିନାରୀ ମାଧ୍ୟମରେ ସଂଗ୍ରହ କରିଥାଏ। 2025 ମସିହାରେ ଭାରତର ସ୍ଥାନ 180ଟି ଦେଶ ମଧ୍ୟରୁ 151ତମ ସ୍ଥାନରେ ଥିବାବେଳେ 2026 ମସିହାରେ ଭାରତ 100ରୁ 31.96% ନମ୍ବର ରଖି 157ତମ ସ୍ଥାନରେ ରହିଛି। ଏହି ସୂଚୀରେ ଆମର ପଡ଼ୋଶୀ ଦେଶ ନେପାଳ 90ତମ ସ୍ଥାନ, ଶ୍ରୀଲଙ୍କା 138ତମ ସ୍ଥାନ ଓ ଭୁଟାନ 152ତମ ସ୍ଥାନରେ ରହି ଭାରତଠାରୁ ଆଗରେ ରହିଛନ୍ତି। ଏହି ତଥ୍ୟଭିତ୍ତିକ ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଲାଗିଥାଏ ତେବେ ଏହାକୁ ବହୁମାତ୍ରାରେ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।